କଥା ବୋଲି ଭାବୁଥିଲୁ ନା ଆଜ୍ଞା କଣ ପୁତୁରା ଆସିଲାଣି ପୁଣି ଆଉ ଥରେ ଆଦାୟ କରିବାକୁ। ହଉ 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 ଆସୁ ତା ଆଦାୟ ଛଡେଇ ଦେ। ହଉ ହଉ ଆଜ୍ଞା। କୁଆଡେ ଗଲେ ହଉଠି ପିଲା ବଡ ବାପାର ଆଉ ଗୁମସ୍ତାର ବଇଛନ୍ତି ଆଜି ହେଇଯିବ। ଚା ଚା ବଡ ବାପା ନମସ୍କାର। ନମସ୍କାର ନମସ୍କାର ଭଲ ଅଛ ନା? ହଁ ନମସ୍କାର ନମସ୍କାର। ଆଉ ବାପା କୁଆଡେ ଆଇଲୁ କଣ ଦରକାର ଅଛି କହ କହୁନୁ କହ। ବଡ ବାପା ଗୋଟେ ଆଇଫୋନ ଆଣିବାର ଥିଲା। ଆରେ ତୋର ଫୋନ ଥିଲା ପୁଣି ଫୋନ କଣ ଦରକାର? ନାଇଁ ବା ସେ ଫୋନ ରେ ହଉନି ଆଉ ଆମେ ଯୋଉ ଭିଡିଓ କରୁଛୁ ହଉନି ଆଉ ଆଇଫୋନ ଆଗ ଆଣିବୁ। ନାଇଁ ନାଇଁ ଫୋନ ଫୋନ କିଛି ନାହିଁ ଯା ଯା କୁଆଡେ ଆସୁଛୁ ଖାଲି ପଇସା 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 ଯା ଫୋନ ଫୋନ ନାହିଁ ଯା ସବୁବେଳେ ଖାଲି ପଇସା ପଇସା ପଇସା। ଆଜ୍ଞା ଛୋଟ ମୁହଁରେ ବଡ କଥା ଆଜ୍ଞା। କଣ ବଡ କଥା? ଆଉ ଗୋଟେ ବୋଲି ତ ପୁତୁରା ଆଜ୍ଞା ଆପଣଙ୍କର ସମ୍ପତ୍ତି ବାଡି ଉପଭୋଗ କରିବାକୁ କିଏ ନାହିଁ। ଆଉ ଆପଣଙ୍କର ତ ଏବେ ଯାହା ବୟସ ହେଲାଣି ଆଉ କିଏ ତ ବୁଝାବୁଝି କରିବାକୁ ପଡିବ। ଆଉ ଯାହା ତ ହେଲା ହେଲା ଆଜ୍ଞା ଆଉ ଡାକି ଦିଅନ୍ତୁ ଆଜ୍ଞା ପୁତୁରା ଟାକୁ ଡାକି ଦିଅନ୍ତୁ। ହଉ ଠିକ କଥା କହୁ। ଆଜ୍ଞା ଆରେ ଏଡା ଆରେ ଆଉ ଥରେ କଣ ହେଲା ଡାକିଲ? ହଁ ଡାକିଲି କଣ ହେଲା ଆଉ ହଉ ବାପା ଛାଡେ। ଆଚ୍ଛା ବାପା ସେ ଫୋନ୍ ଟା କେତେ ପଡିବ ରେ 5-6 ହଜାର ପଡିବ କି ରେ? 1.5 ଲକ୍ଷ। 1.5 ଲକ୍ଷ କାଇଁ ତୁ କେମିତି ତାର ଫୋନ୍ ଧରୁଛୁ ଦେଖେଇଲୁ ଦେଖା। ଆଜ୍ଞା ମୋ ପାଖରେ କିଛି ଫୋନ ନାହିଁ। କଣ ହେଲା ତୋ ପାଖରେ ଫୋନ ନାହିଁ? ଗୁମସ୍ତେ ଆଜ୍ଞା ଗଲ ବନ୍ଧୁକଟା ନେଇ ଆସିବ। ଏଇନେ ଯାଉଛି। ପିଲା ବୁଢା ଲାଚିତ ମରେ ଚାରେ।